ଯଦି ଜଣେ ଭଲ ଲୋକ ଭୁଲ କରେ ସେ ଭୁଲ ତାଙ୍କର ପୁରା ଜୀବନକୁ ଖରାପ ପ୍ରମାଣ କରିଦିଏ ନାହିଁ। କାରଣ ଭଲ ଲୋକମାନେ ମଧ୍ୟ ମଣିଷ ଆଉ ମଣିଷମାନେ ଭୁଲର ସମ୍ଭାବନା ସର୍ବଦା ଥାଏ। କିନ୍ତୁ ଏଠି ମୂଳ କଥା ହେଉଛି ଯେଉଁ ଲୋକ ଭଲ ସେ ନିଜର ଭୁଲକୁ ଲୁଚାଇ ରଖିବାକୁ ଚାହେଁନି। ସେ ଭୁଲରୁ ଶିଖେ, ନିଜକୁ ବଦଳାଏ ଆଉ ପୁଣି ଥରେ ସଠିକ୍ ପଥରେ ଚାଲିବାକୁ ଚେଷ୍ଟା କରେ। ସମାଜରେ ବହୁତ ସମାଜ ଆମେ ଭାବୁଥାଉ ମୁଁ ତ କାହାର କଷ୍ଟ ଚାହେଁନି, ମୁଁ ତ ସତ୍ୟ ପଥରେ ଅଛି, ତେବେ ମୋ ପାଖରୁ ଏମିତି ଭୁଲ କେମିତି ହେଲା। କିନ୍ତୁ ସତ୍ୟ କଥା ହେଉଛି କେବେ କେବେ ଅଧିକ ଭରସା, ଅଧିକ ଭଲ ପାଇବା, ଅଧିକ ନରମ ମନ ମଧ୍ୟ ମଣିଷକୁ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରେ। ଭଲ ଲୋକ ଅନେକ ସମାଜ ଅନ୍ୟଙ୍କୁ ଖୁସି କରିବାରେ ଏତେ ବ୍ୟସ୍ତ ରହେ ଯେ ନିଜର ସୀମା, ନିଜର ସତର୍କତା, ନିଜର ସଚେତନକୁ ଭୁଲିଯାଏ। ଜଣେ ଭଲ ଲୋକ ଯେତେବେଳେ ଭୁଲ କରେ ସେ ସାଧାରଣତଃ ଦୁଇ ପ୍ରକାର କଷ୍ଟ ଭୋଗେ। ପ୍ରଥମ କଷ୍ଟ ହେଉଛି ଭୁଲର ପରିଣାମ, ଦ୍ୱିତୀୟ କଷ୍ଟ ହେଉଛି ନିଜ ମନର ଦୋଷବୋଧ। କାରଣ ତାଙ୍କର ମନ ସେ କଥା ସହଜରେ ମାନିପାରେ ନାହିଁ ଯେ ସେ ଭୁଲ କରୁଛନ୍ତି। ସେ ରାତିରେ ଶୋଇବାକୁ ଯାଏ କିନ୍ତୁ ମନରେ ସେଇ କଥା ବାରମ୍ବାର ଘୁରୁଥାଏ, ମୁଁ ଏମିତି କାହିଁକି କଲି। ଏହି ପ୍ରଶ୍ନ ତାଙ୍କୁ ଶାନ୍ତିରେ ରହିବାକୁ ଦିଏନି। କିନ୍ତୁ ମନେ ରଖ, ଦୋଷବୋଧ ଥିବାର ଅର୍ଥ ହେଉଛି ତୁମ ମନ ଏବେ ମଧ୍ୟ ସଜାଗ ଅଛି। ଯେଉଁ ମଣିଷ ଭୁଲ କରି ମଧ୍ୟ କିଛି ଅନୁଭବ କରିପାରେ ନାହିଁ ସେଠାରେ ସତର୍କତା ଅଭାବ ଅଛି। କିନ୍ତୁ ଯେଉଁଠାରେ ଭିତରୁ କଷ୍ଟ ଆସୁଛି ସେଠାରେ ଭଲତା ଏବେ ମଧ୍ୟ ବଞ୍ଚିଅଛି। ଜୀବନ ଆମକୁ ଏହି ଶିକ୍ଷା ଦେଉଛି ଯେ ଭଲ ହେବା ମାତ୍ରେ ଯଥେଷ୍ଟ ନୁହେଁ, ସଚେତନ ହେବା ମଧ୍ୟ ଦରକାର। କାରଣ କେବଳ ଭଲ ମନ ଥିଲେ ସବୁ ଲୋକ ତୁମକୁ ବୁଝିପାରିବେ ନାହିଁ। କେହି ତୁମର ନର୍ମତାକୁ ଦୁର୍ବଳତା ଭାବିବେ, କିଏ ତୁମର ଚୁପ୍ ରହିବାକୁ ସମ୍ମତି ଭାବିବେ, କିଏ ତୁମର ଭରସାକୁ ଉପଯୋଗ କରିବେ। ଏଥିପାଇଁ ସଚେତନ ହେବା ମାନେ ସନ୍ଦେହ ପରାୟଣ ହେବା ନୁହେଁ। ସଚେତନ ମାନେ ନିଜର ମୂଲ୍ୟକୁ ବୁଝିବା। କାହାକୁ ବିଶ୍ୱାସ କର କିନ୍ତୁ ସମ୍ପୂର୍ଣ୍ଣ ଆଖି ବନ୍ଦ କର ନାହିଁ। ସାହାଯ୍ୟ କର କିନ୍ତୁ ନିଜକୁ କଷ୍ଟ ଦିଅ ନାହିଁ। କାହା ପାଇଁ ଦୌଡ଼ କିନ୍ତୁ ନିଜ ଜୀବନର ପଥ ହରାଅ ନାହିଁ। ଅନେକ ସମାଜ ଭଲ ଲୋକ ଭୁଲ କରନ୍ତି କାରଣ ସେମାନେ ନା କହିପାରନ୍ତି ନାହିଁ। ସେମାନେ ଭାବନ୍ତି ନା କହିଲେ ସେ କଷ୍ଟ ପାଇବ। କିନ୍ତୁ ପରେ ଦେଖାଯାଏ ଯାହାକୁ ଖୁସି କରିବାକୁ ଗଲ ସେହି ଲୋକ ତାଙ୍କ ଜୀବନରେ ଅସୁବିଧା ନେଇ ଆସିଲା। ତେଣୁ ପ୍ରତ୍ୟେକ ସମାଜରେ ମନେ ରଖ, ସବୁଠି ହଁ କହିବା ଭଲତା ନୁହେଁ। କେବେ କେବେ ନା କହିବା ମଧ୍ୟ ଜୀବନକୁ ବଞ୍ଚାଏ। ଯଦି ତୁମେ କୌଣସି ଭୁଲ କରିଛ ତେବେ ପ୍ରଥମେ ନିଜକୁ ଶାନ୍ତ କର। ନିଜକୁ ଘୃଣା କରିବାରେ କୌଣସି ଲାଭ ନାହିଁ। ନିଜକୁ ପଚାର ଏ ଭୁଲର କାରଣ କ'ଣ? ଅତି ଖରାପ, ଅତି ତ୍ୱରା, ଭାବନାର ନିଷ୍ପତ୍ତି ନା କି ଅସଚେତନତା? କାରଣକୁ ବୁଝିଲେ ଆଗକୁ ପଥ ସ୍ପଷ୍ଟ ହେବ। ମଣିଷ ଯେତେବେଳେ ଭୁଲରୁ ଶିଖେ ସେ ଆଉ ଶକ୍ତିଶାଳୀ ହୋଇଯାଏ। ଗୋଟେ ଥର ଅଗ୍ନିରେ ହାତ ପୋଡ଼ିଲେ ଆଗକୁ ସେ ଅଗ୍ନିକୁ ଚିହ୍ନିପାରେ। ଏହିପରି ଜୀବନର ଭୁଲ ମଧ୍ୟ ଶିକ୍ଷକ, କିନ୍ତୁ ସେ ଶିକ୍ଷା ନେବା ପାଇଁ ମନ ଖୋଲା ରହିବା ଦରକାର। ଆଜିକାଲି ଦୁନିଆରେ ଭଲ ହୃଦୟ ଥିବା ଲୋକ ଅଧିକ ଚୋଟ ଖାଉଛନ୍ତି କାରଣ ସେମାନେ ସମସ୍ତଙ୍କୁ ନିଜ ପରି ଭାବନ୍ତି। କିନ୍ତୁ ସବୁ ମଣିଷ ଭିତରେ ସମାନ ଭାବନା ନଥାଏ। ତେଣୁ ସଚେତନ ହେବା ଆବଶ୍ୟକ। କଥା କମ୍ କହ, ଅଧିକ ଦେଖ। ଲୋକଙ୍କର ଆଚରଣକୁ ବୁଝ କାରଣ କଥାଠାରୁ ଆଚରଣ ସତ୍ୟ କହେ। ଯେଉଁ ଲୋକ ଗୋଟେ ଥର ତୁମର ଭରସା ଭାଙ୍ଗିଛି ସେଠାରେ ପୁଣି ଆଖି ବନ୍ଦ କରି ଭରସା କରିବା ପୂର୍ବରୁ ଭଲ ଭାବ। କ୍ଷମା କରିପାରିବ କିନ୍ତୁ ପୁରୁଣା ଅସଚେତନାକୁ ପୁଣି ଆଣିବା ଦରକାର ନାହିଁ। ସଚେତନ ଲୋକ କେବେ ହଠାତ୍ ନିଷ୍ପତ୍ତି ନିଏ ନାହିଁ। ରାଗରେ, ଦୁଃଖରେ, ଅଧିକ ଖୁସିରେ, ଏ ତିନୋଟି ଅବସ୍ଥାରେ ବଡ଼ ନିଷ୍ପତ୍ତି ନେବା ଅନେକ ସମାଜରେ ଭୁଲର କାରଣ ହୁଏ। ତେଣୁ ମନ ଉତ୍ତେଜିତ ଥିଲେ କିଛି ସମାଜ ଚୁପ୍ ରହ, ଶାନ୍ତ ହେଲେ ପରେ ଭାବ। ଭଲ ଲୋକଙ୍କ ଜୀବନ ସବୁଠାରୁ ବଡ଼ ପରୀକ୍ଷା ହେଉଛି ଭୁଲ ପରେ ମଧ୍ୟ ଭଲତାକୁ ବଞ୍ଚାଇ ରଖିବା। କାରଣ କେବେ କେବେ ଭୁଲ ପରେ ମଧ୍ୟ ମଣିଷ ଭାବେ ମୁଁ ଭଲ ହୋଇ କ'ଣ ପାଇଲି। କିନ୍ତୁ ସତ୍ୟ ହେଉଛି ଅନ୍ୟଙ୍କର ଖରାପତା ପାଇଁ ନିଜ ଭଲତାକୁ ଛାଡ଼ିଦେବା ଆଉ ଗୋଟିଏ ଭୁଲ। ଭଲ ରୁହ କିନ୍ତୁ ମୂର୍ଖ ନାହିଁ। ନରମ ରୁହ କିନ୍ତୁ ନିଜ ସୀମାରେ ରହ। ସାହାଯ୍ୟ କର କିନ୍ତୁ ନିଜ ସମ୍ମାନକୁ ହରାଅ ନାହିଁ। ଜୀବନରେ ଏହା ମନେ ରଖ, ଯେତେ ଭଲ ହେବ ସେତେ ସଚେତନ ହେବା ଦରକାର। କାରଣ ଭଲ ହୃଦୟରେ ଲୋକେ ଭୁଲ କଲେ ତାଙ୍କର କଷ୍ଟ ଅଧିକ ଗଭୀର ହୁଏ। ସେଥିପାଇଁ ପ୍ରତ୍ୟେକ ଅନୁଭବରୁ ଶିଖ, ପ୍ରତ୍ୟେକ ଘଟଣାରୁ ବୁଝ, ପ୍ରତ୍ୟେକ ଭୁଲରୁ ନିଜକୁ ଆଉ ସଚେତନ କର। ଦେଖ, ଜୀବନରେ ସବୁଠାରୁ ବଡ଼ ସତ୍ୟ ହେଉଛି ଭଲ ଲୋକ ହେବାର ଅର୍ଥ କେବେ ମଧ୍ୟ ଏହା ନୁହେଁ ଯେ ସେ କେବେ ଭୁଲ କରିବ ନାହିଁ। ଭୁଲ ମଣିଷର ସ୍ୱାଭାବିକ ଅଂଶ। କିନ୍ତୁ ସେହି ଭୁଲ ପରେ ତାଙ୍କର ଚିନ୍ତାଧାରା, ତାଙ୍କର ପଶ୍ଚାତାପ, ତାଙ୍କର ସଂଶୋଧନ କରିବାର ଇଚ୍ଛା, ଏହିସବୁ କଥା ତାଙ୍କର ମୂଲ୍ୟକୁ ନିର୍ଦ୍ଧାରଣ କରେ। ଯେଉଁ ଲୋକ ନିଜର ଭୁଲକୁ ବୁଝିପାରେ ସେ ଭିତରେ ତା'ର ଯନ୍ତ୍ରଣା ଅନୁଭବ କରେ। ସେ ଲୋକ ସତରେ ଭିତରୁ ଭଲ। କାରଣ ଯେଉଁ ମନ ଅନୁଭବ କରେ ସେହି ମନ ଏବେ ମଧ୍ୟ ଜୀବନ୍ତ ଅଛି। କେବେ କେବେ ତୁମେ ଭାବିଥାଅ ମୁଁ ସବୁବେଳେ ଭଲ ଚିନ୍ତା କରିଲି, କାହାକୁ ଖରାପ ଚାହିଁଲି ନାହିଁ, ତଥାପି ମୋ ପାଖରୁ ଏମିତି ଭୁଲ କାହିଁକି ହେଲା? କିନ୍ତୁ ଏହି ପ୍ରଶ୍ନର ଉତ୍ତର ହେଉଛି ଜୀବନ କେବଳ ଭଲ ମନକୁ ନୁହେଁ, ସଚେତନ ମନକୁ ମଧ୍ୟ ଚାହେଁ। ଭଲତା ସହିତ ବୁଦ୍ଧି ନଥିଲେ ଅନେକ ଲୋକ ଅନେକ ଥର ପରିସ୍ଥିତିରେ ହାରିଯାଆନ୍ତି। ସେଥିପାଇଁ ଏ ଜୀବନ ଆମକୁ କୁହେ ନରମ ହୃଦୟ ରଖ କିନ୍ତୁ ଜାଗ୍ରତ
ଆଖି ମଧ୍ୟ ରଖ। ଅନେକ ସମାଜ ଭଲ ଲୋକମାନେ ଅନ୍ୟଙ୍କ ପାଇଁ ନିଜକୁ ଭୁଲି ଯାଆନ୍ତି। ସେମାନେ ଭାବନ୍ତି ସବୁଠି ଭଲ କଲେ ସବିଏ ଭଲ ରହିବେ, କିନ୍ତୁ ପ୍ରତ୍ୟେକ ଲୋକ ତୁମ ମନକୁ ବୁଝିବେ ନାହିଁ। କେହି ତୁମର ସହାୟତାକୁ ଦୁର୍ବଳ ଭାବିବେ, କେହି ତୁମର ନିରବତାକୁ ଅବହେଳା କରିବେ, କେହି ତୁମର ଭରସାକୁ ନିଜ ସୁବିଧା ପାଇଁ ବ୍ୟବହାର କରିବେ। ସେଠାରୁ ଆରମ୍ଭ ହୁଏ କଷ୍ଟ, ଆଉ ସେଠାରୁ ଆସେ ସେହି ଭୁଲ ଯାହାପରେ ମନକୁ ବହୁତ ଯନ୍ତ୍ରଣା ଦିଏ। କିନ୍ତୁ ଏ କଷ୍ଟକୁ ଦଣ୍ଡ ଭାବିବା ନୁହେଁ, ଏହାକୁ ଶିକ୍ଷା ଭାବିବା। କାରଣ ପ୍ରତ୍ୟେକ ଭୁଲ ଆମକୁ ନୂଆ ଭାବରେ ଯୋଗାଏ, ପ୍ରତ୍ୟେକ ଧୋକା ଆମକୁ ଲୋକ ଚିହ୍ନିବାକୁ ଶିଖାଏ, ପ୍ରତ୍ୟେକ ଅସଫଳତା ଆମକୁ ନିଜର ଭିତର ଶକ୍ତିକୁ ଦେଖାଏ। ଯେଉଁ ଲୋକ ଏ କଥାକୁ ବୁଝିଯାଏ ସେ ଭାଙ୍ଗି ପଡ଼େ ନାହିଁ, ବରଂ ଆଉ ଶକ୍ତିଶାଳୀ ହୁଏ। ସଚେତନ ହେବାର ଅର୍ଥ କାହାକୁ ସନ୍ଦେହ କରିବା ନୁହେଁ। ସଚେତନ ହେବାର ଅର୍ଥ ହେଉଛି ନିଜର ମନ, ନିଜର ସୀମା, ନିଜର ନିଷ୍ପତ୍ତିକୁ ସମ୍ମାନ ଦେବା। ଯେଉଁ କଥା ତୁମକୁ ଭିତରୁ ଅସୁବିଧା ଦେଉଛି ସେଠାରେ ଚୁପ୍ ରହିବା ଦରକାର ନାହିଁ। ଯେଉଁ ସମ୍ପର୍କ ତୁମର ଶାନ୍ତି କାଢ଼ି ନେଉଛି ସେଠାରେ ଦୂରତା ରଖିବା ଅପରାଧ ନାହିଁ। ଯେଉଁ ନିଷ୍ପତ୍ତିରେ ମନ ଦ୍ୱିଧା ଅଛି ସେଠାରେ ତୁରନ୍ତ ଆଗକୁ ବଢ଼ିବା ଠିକ୍ ନାହିଁ। ମନେ ରଖ, ଜୀବନରେ କେତେକ ଭୁଲ ତୁମକୁ କନ୍ଦାଇବ, କେତେକ ଭୁଲ ତୁମକୁ ଏକା କରିଦେବ, କେତେକ ଭୁଲ ତୁମର ଭିତରେ ନିଜ ପ୍ରତି ପ୍ରଶ୍ନ ତିଆରି କରିଦେବ। କିନ୍ତୁ ଏହା ସବୁ ଶେଷ ନୁହେଁ। ଏହିସବୁ ଅନୁଭବ ମିଶିକରି ତୁମକୁ ଆଗାମୀ ଦିନରେ ଆଉ ଗଭୀର, ଆଉ ବୁଦ୍ଧିମାନ, ଆଉ ସ୍ଥିର କରିଦେବ। ଜଣେ ଭଲ ଲୋକଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ସେ ଭୁଲ ପରେ ମଧ୍ୟ ନିଜ ମନକୁ କଠୋର କରିଦିଏ ନାହିଁ। ସେ ଶିଖେ କିନ୍ତୁ ଘୃଣା କରିବା ଶିଖେ ନାହିଁ। ସେ ସଚେତନ ହୁଏ କିନ୍ତୁ ମନର ଭଲତାକୁ ମାରିଦିଏ ନାହିଁ। ଏ ହେଉଛି ତାଙ୍କର ସତ୍ୟ ସଫଳତା। ତୁମେ ଯଦି ଏବେ ଭୁଲ କରିଥାଅ ତେବେ ସେହି ଭୁଲକୁ ଜୀବନର ଶେଷ ଭାବନି। ସେହି ଭୁଲ ଏକ ନୂଆ ଆରମ୍ଭ କର। ନିଜକୁ ଅପମାନ କରିବାକୁ ନୁହେଁ, ନିଜକୁ ବୁଝ। ନିଜକୁ ଦୋଷ ଦେଇ ଥମିଯିବା ନୁହେଁ, ନିଜକୁ ସଂଶୋଧନ କରି ଆଗକୁ ବଢ଼ିବା। କାରଣ ଜୀବନର ସତ୍ୟ ହେଉଛି ଯେଉଁମାନେ ଭୁଲରୁ ଶିଖନ୍ତି ସେମାନେ ଗୋଟିଏ ଦିନ ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅନ୍ତି। ଯେଉଁମାନେ ଯନ୍ତ୍ରଣାରୁ ଜାଗନ୍ତି ସେମାନେ ପରେ ଶକ୍ତିର ନୂଆ ଅର୍ଥ ବୁଝନ୍ତି। ସେଥିପାଇଁ ଆଜିଠାରୁ ଗୋଟିଏ କଥା ମନେ ରଖ, ଭଲ ହ କିନ୍ତୁ ସଚେତନ ମଧ୍ୟ ହ। ହୃଦୟ ଭଲ ରଖ କିନ୍ତୁ ନିଷ୍ପତ୍ତିକୁ ସ୍ପଷ୍ଟ ରଖ। କାହାକୁ ସମ୍ମାନ ଦିଅ କିନ୍ତୁ ନିଜ ସମ୍ମାନକୁ ମଧ୍ୟ ସୁରକ୍ଷିତ ରଖ। କାହାକୁ ଭରସା କର କିନ୍ତୁ ନିଜ ଆଖିକୁ ଜାଗ୍ରତ ରଖ। କାରଣ ଭଲ ଲୋକଙ୍କର ଜୀବନରେ ଭୁଲ ଆସିପାରେ, କିନ୍ତୁ ସେଇ ଭୁଲ ତାଙ୍କୁ ଶେଷ କରିବା ପାଇଁ ନୁହେଁ, ତାଙ୍କୁ ଆଉ ଭଲ କରିବା ପାଇଁ, ଆଉ ଗଭୀର କରିବା ପାଇଁ, ଆଉ ସଚେତନ କରିବା ପାଇଁ ଆସେ।